हेलो नमस्कार ମୁଁ ଆପଣଙ୍କ ପ୍ରିୟର ଡିପି ଏଣ୍ଟ୍ରାନ୍ସ ଆଜି ଆପଣଙ୍କୁ ପେଡାଗୋଜିର କେତେକ ରଥୀ ମହାରଥୀ ସମ୍ବନ୍ଧରେ ଅବଗତ ଜଣାଇବା ପାଇଁ ଯାଉଛି। ତ ଆପଣ କାଳ ବିଳମ୍ବ ନ କରି ଖାତା ପେନ୍ ଆରମ୍ଭ କରି ମୁଁ ଯାହା ଯାହା କହୁଛି ଆପଣ ତାକୁ ଟିକେ ଟିକେ ସର୍ଟ ସର୍ଟ ମେନସନ୍ କରନ୍ତୁ, କାରଣ ଏଇଟା ଆପଣଙ୍କର ସମସ୍ତ ଟିଚିଂ ଏଣ୍ଟ୍ରାନ୍ସ ପାଇଁ ନିହାତି ଭାବେ ଦରକାର। ଖାତା ପେନ୍ କାଢ଼ିଲେ ପିଲେ ପଜ୍ କରିଦିଅନ୍ତୁ, ଖାତା ପେନ୍ କାଢ଼ନ୍ତୁ, ମୁଁ ଡାକୁଛି ଲେଖନ୍ତୁ। ଫାର୍ଷ୍ଟ ଦେଖିବା ଜିନ୍ ପିଆଜେ। ଜିନ୍ ପିଆଜ ସମ୍ବନ୍ଧରେ ଆସେ, ସିଏ ଥିଲେ କଗ୍ନିଟିଭ୍ ଡେଭଲପମେଣ୍ଟର ଜନକ। ତାଙ୍କୁ ଫାଦର ଅଫ୍ ଚାଇଲ୍ଡ ସାଇକୋଲୋଜି ମଧ୍ୟ କୁହାଯାଏ। ସେ କହୁଥିଲେ ପିଲାମାନେ ନିଜ ଜ୍ଞାନର ନିଜେ ହିଁ ଡେଭଲପ୍ କରିବେ। ସେମାନେ ଜଣେ ପିଲାମାନଙ୍କୁ ଲିଟିଲ୍ ସାଇଣ୍ଟିଷ୍ଟ ରୂପେ ଅବଗତ କରାଉଥିଲେ। ୟା ଭିତରୁ ପରୀକ୍ଷାରେ କ'ଣ ଆସେ ଏଙ୍କ ବିଷୟରେ? ଜିନ୍ ପିଆଜେଙ୍କର 4ଟା ଷ୍ଟେଜ୍ ଅଛି। କେତେଟା ଷ୍ଟେଜ୍ ଅଛି ପିଲେ? 4ଟା ପର୍ଯ୍ୟାୟ। କ'ଣ କ'ଣ? SPCF। କ'ଣ କ'ଣ? SPCF। ଏସ୍ରେ କ'ଣ? ସେନ୍ସରି ମୋଟର, ପ୍ରି ଅପରେସନାଲ, କଂକ୍ରିଟ୍ ଆଣ୍ଡ ଫର୍ମାଲ। ତ ଯେଉଁ ସେନ୍ସରି ମୋଟର ରହିଛି ସେଇଟା କେତେରୁ କେତେ ବର୍ଷ ପର୍ଯ୍ୟନ୍ତ ପିଲାମାନେ? 0ରୁ 2 ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏଇ ସେନ୍ସରି ମୋଟରରେ ପିଲାମାନେ କ'ଣ ଭାବନ୍ତି ନା, ସେ କହନ୍ତି ନା ଇନ୍ଦ୍ରିୟ ଦ୍ୱାରା ଶିକ୍ଷା ଦ୍ୱାରା ଶିଖିଥାନ୍ତି। ସିଏ ତ ଇନ୍ଦ୍ରିୟ ଦ୍ୱାରା ଶିକ୍ଷା ସେ କେବେ ଶିଖିଥାନ୍ତି? ସେନ୍ସରି ମୋଟର ଶିଖିଥାନ୍ତି। ତ ଏଇଟା କେତେରୁ କେତେ ବର୍ଷ ପର୍ଯ୍ୟନ୍ତ ପିଲେ? 0ରୁ 2 ବର୍ଷ। ସେମିତି ପ୍ରି ଅପରେସନାଲ କେଉଁଠୁ କେତେ ବର୍ଷ? 2ରୁ 7 ବର୍ଷ ପ୍ରି ଅପରେସନାଲ। ଏହି ସମୟରେ କ'ଣ କ'ଣ ହୁଏ? ଇଗୋସେଣ୍ଟ୍ରିଜିମ୍ ଚିନ୍ତା। ଇଗୋସେଣ୍ଟ୍ରିଜିମ୍ କହିଲେ କ'ଣ? ଅହମ୍ ବ୍ରହ୍ମସ୍ମି, ମୁଁ ହିଁ ସବୁକିଛି, ମୁଁ ଯାହା କହିବି ସେ ହେବ, ସିମ୍ବଲ ମାଧ୍ୟମରେ ଚିହ୍ନିବା, ଏହିସବୁ ବିଷୟରେ ଧାରଣା ପାଇଥାନ୍ତି ପ୍ରି ଅପରେସନାଲରେ। କଂକ୍ରିଟ୍ ଅପରେସନାଲ କହିଲେ କ'ଣ? 7ରୁ 11 ବର୍ଷ। ଏଥିରେ କ'ଣ ସେ କରନ୍ତି? ଲଜିକାଲ ଷ୍ଟେଜ୍ ସେଇଟା ଥାଏ। ଲଜିକାଲ ଥିଙ୍କିଂ ସେମାନେ କରନ୍ତି, ଲଜିକ୍ ଚିନ୍ତାରେ ଲାଗନ୍ତି। ତ ଏଇଟା ଠିକ୍, ଏଇଟା ଭୁଲ, ଏ ବିଷୟରେ ସେ ଧାରଣା ତାଙ୍କର ପାଇଥାଏ। ଅମୃତଧାରା ଚିନ୍ତାଧାରା ଆସିଥାଏ ତାଙ୍କର। ତାପରେ 4th ଷ୍ଟେଜ୍ କ'ଣ ଥାଏ? ଫର୍ମାଲ ଅପରେସନାଲ। ତ 11 ବର୍ଷ ବୟସରୁ ଅଧିକା। ଫର୍ମାଲ ଅପରେସନାଲ କହିଲେ ପିଲାମାନେ କ'ଣ ବୁଝିବା? ସେତେବେଳେ ଆବଷ୍ଟ୍ରାକ୍ଟ ଥିଙ୍କିଂ କରିବାକୁ ଆରମ୍ଭ କରନ୍ତି। ଆବଷ୍ଟ୍ରାକ୍ଟ ଥିଙ୍କିଂ କହିଲେ ପିଲେ କ'ଣ ବୁଝିବା? ଗୋଟେ କଳ୍ପନାରେ ରହିବେ ସେମାନେ। ସେସବୁ ମାନେ ପିଲା କହିଦେବେ ପିଲେ ଗାଈ ଭାବ, ସେ ଭାବିଦେବେ 4ଟା ଗୋଡ଼, ଗୋଟେ ସିଂହ ଅଛି, 9ଟା ବାହାରିଛି, ଇଏ ହେଉଛି ଗାଈ। ତ ଏଇ ବିଷୟରେ ଗୋଟେ ଧାରଣା ତାଙ୍କର ଆସୁଛି। ତ ତାପରେ ଦେଖିବା ଲେ ଭାଇଗଟ୍ସ୍କିଙ୍କ ବିଷୟରେ। ଲେ ଭାଇଗଟ୍ସ୍କି ଥିଲେ କ'ଣ? ଲେଖ ହେଡ଼ିଂ ଦିଅ, ଲେ ଭାଇଗଟ୍ସ୍କି। ଲେ ଭାଇଗଟ୍ସ୍କି କ'ଣ ଥିଲେ ପିଲାମାନେ? ସିଏ ଥିଲେ ସୋସିଆଲ କନଷ୍ଟ୍ରକ୍ଟିଜିମ୍ର ଜନକ। କ'ଣ ଥିଲେ? ସୋସିଆଲ କନଷ୍ଟ୍ରକ୍ଟିଜିମ୍ର ଜନକ ଥିଲେ କିଏ? ଲେଭ୍ ଭାଇଗଟ୍ସ୍କି। ଠିକ୍ ଅଛି ପିଲାମାନେ। ତ ସିଏ ସମାଜ ସଂସ୍କୃତି ଉପରେ ସିଏ ଭରସା, ଗୋଟେ ଭାଷା ଉପରେ ସିଏ ଦକ୍ଷତା ହାସଲ କରିଥିଲେ। ସିଏ କ'ଣ ଶିଖାନ୍ତି? ସମାଜ, ସୋସାଇଟି ହେଉ, କଲଚର, ଲାଙ୍ଗୁଏଜ, ତିନିଟା ସର୍ଟ ମେନସନ୍ କର। ସୋସାଇଟି, କଲଚର ଆଣ୍ଡ ଲାଙ୍ଗୁଏଜ ଆଉ ସୋସିଆଲ କନଷ୍ଟ୍ରକ୍ଟିଜିମ୍ କହିଥିଲେ କିଏ? ଲେଭ୍ ଭାଇଗଟ୍ସ୍କି। ଲେଭ୍ ଭାଇଗଟ୍ସ୍କି। ଠିକ୍ ଅଛି ପିଲେ, ଲେଖିଲ। ଆଉ କ'ଣ ଏକ୍ଜାମ ୱାର୍ଡ଼ରେ ଆସେ? ତାଙ୍କର ଦ୍ୱାରା ଜେଡେଡି, ଜେଡପିଡି, MKO, ସ୍କାପୋଲ୍ଡିଂ, ଏଇ 3ଟା ଜିନିଷ ତାଙ୍କର ଆସେ। କ'ଣ କ'ଣ ଆସେ? ଜେଡପିଡି, ସ୍କାପୋଲ୍ଡିଂ, MKO। ଏ 3ଟା ଜିନିଷ କ'ଣ ହେଲା? ଇଏ ହେଉଛି ଲେଭ୍ ଭାଇଗଟ୍ସ୍କି। ତ ଯେଉଁ ସେ LAD, LPD କହିଥିଲେ ଆଉ ସ୍କାପୋଲ୍ଡିଂ କହିଥିଲେ, MKO କହିଥିଲେ, ସେ ଜିନିଷ ସବୁ ପିଲେ କ'ଣ? ଫାର୍ଷ୍ଟ ଦେଖିବା ଜେଡପିଡି। କ'ଣ ଦେଖିବା? ଜେଡପିଡି। ଜେଡପିଡି ପିଲେ କ'ଣ? ଜୋନ୍ ଅଫ୍ ପ୍ରକ୍ସିମାଲ ଡେଭଲପମେଣ୍ଟ। ଠିକ୍ ଅଛି ହେଲା। ତ ଏଇ ଯେଉଁ ଜୋନ୍ ଅଫ୍ ପ୍ରକ୍ସିମାଲ ଡେଭଲପମେଣ୍ଟ ଅଛି, ସେତେବେଳେ କ'ଣ ହୁଏ? ପିଲାମାନେ ନିଜେ କ'ଣ କରିପାରୁଛନ୍ତି ଆଉ କେଉଁ ସାହାଯ୍ୟରେ ପିଲାମାନେ କେତେ କ'ଣ କରିପାରିବେ ତାହା ଭିତରେ ସେ ଡିଫରେନ୍ସ ଜାଣିପାରିବେ। କାହା ମାଧ୍ୟମରେ? ଏଇ ଲେଭ୍ ଭାଇଗଟ୍ସ୍କିଙ୍କର ଜେଡପିଡି ମାଧ୍ୟମରେ। ତାଙ୍କର ପୂର୍ବ ଜ୍ଞାନକୁ ତୁଳନା କରି ସେ କ'ଣ କ'ଣ ନୂଆ ନୂଆ ଜିନିଷ ଶିଖିପାରୁଛନ୍ତି, ସେ ଜେଡପିଡି ଦ୍ୱାରା ସେ ଜାଣିପାରିବେ। ସ୍କାପୋଲ୍ଡିଂ ପିଲେ କ'ଣ? ଟେମ୍ପରାରୀ ହେଲ୍ପ, ଟିକେ ଟିକେ ସାହାଯ୍ୟରେ, ମନେକର ବାପା ମା' ହେଉ କି ଶିକ୍ଷକ ଦ୍ୱାରା ହେଉ କି ଯେଉଁ ଟିକେ ଟିକେ ସପୋର୍ଟ ମିଳିବା ଦ୍ୱାରା ପିଲାମାନେ ଜିନିଷକୁ ଆଗକୁ ଶିଖିଥାନ୍ତି। ଏହାକୁ ସ୍କାପୋଲ୍ଡିଂ ବୋଲି କହନ୍ତି। ଠିକ୍ ଅଛି। ଆଉ ଗୋଟେ ହେଉଛି MKO। MKO ପିଲେ କହିଲେ କ'ଣ? ମୋର୍ ନଲେଜେବୁଲ୍ ଅଦର। ପଡ଼େ ଏଇଟା କ'ଣ ପିଲେ? ସର୍ଟ ଟାଇପ୍ରେ MKO ଫୁଲ୍ ଫର୍ମ କ'ଣ? ତାହେଲେ MKO କ'ଣ? ମୋର୍ ନଲେଜେବୁଲ୍ ଅଦର। ଠିକ୍ ଅଛି। ଯେ ପିଲାମାନେ ଅଧିକା ଜାଣେ ବା ଟିଚର ବା ସାଙ୍ଗମାନଠୁ ଶିଖିଥାଏ ସିଏ ହେଲା। ଗୋଟେ ଟିଚର ଠାରୁ ଗୋଟେ ସାଙ୍ଗ ଠାରୁ ସେ ଟିଚର ଠାରୁ ଭଲ ବୁଝେଇବ। ଠିକ୍ ଅଛି ପିଲେ।
ଏବେ ଗଲା ତମ ଲେ ଭାଇଗଟ୍ସକିଙ୍କ ବିଷୟରେ। ଏବେ ଆସିବ ଲରେନ୍ସ କୋଲବର୍ଗ ବିଷୟରେ। କାହା ବିଷୟରେ ପିଲା ଦେଖିବା? ଲରେନ୍ କୋଲବର୍ଗ ବିଷୟରେ ଦେଖିବା ହେଲା। ଏମାନେ ସବୁ କ'ଣ ଚିନ୍ତା କରୁଥିଲେ? ମୋରାଲ ନିଜରିଂ ବିଷୟରେ ଚିନ୍ତା କରୁଥିଲେ। ନୈତିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିଲେ। କିଏ? ମୋରାଲ ଡେଭଲପମେଣ୍ଟ କିଏ କହିଥିଲା? କୋଲବର୍ଗ କହିଥିଲେ ହେଲା। ଏକ୍ଜାମ୍ରେ ସବୁ କ'ଣ ପଡ଼େ? ତାର 3ଟା ଲେବୁଲକୁ ବିଭକ୍ତ। ତାର ଯେଉଁ ଲରେନ୍ କୋଲବର୍ଗଙ୍କର ଲେବୁଲଟା ରହିଛି ସେ 3 ଭାଗରେ ବିଭକ୍ତ। କ'ଣ କ'ଣ ବିଭକ୍ତ ପିଲାମାନେ? ଫାଷ୍ଟ ହେଉଛି ପ୍ରି କନଭେନସନାଲ, କନଭେନସନାଲ ଆଉ ଗୋଟେ ପୋଷ୍ଟ କନଭେନସନାଲ। କ'ଣ କ'ଣ? ପ୍ରି କନଭେନସନାଲ, କନଭେନସନାଲ ଆଉ ପୋଷ୍ଟ କନଭେନସନାଲ। ପ୍ରି କନଭେନସନାଲ କହିଲେ କ'ଣ ହେଲା? ମନେକର ଦେଖ ଗୋଟେ ଜିନିଷ ପ୍ରି କନଭେନସନାଲ କ'ଣ? ଗୋଟେ ଜିନିଷ ଗୋଟେ ପିଲାମାନେ ଯେତେବେଳେ ଗୁଡ୍ ବୟ ଗୁଡ୍ ଗାର୍ଲ ଓରିଏଣ୍ଟେସନ୍ ହୁଅନ୍ତି ବା ସମାଜରେ ନିଶ୍ଚୟ ମାନିବା ଦ୍ୱାରା ଶିଖନ୍ତି, ତା ପୂର୍ବରୁ ଗୋଟେ ପିଲା କ'ଣ କଲେ ତାକୁ ସମାଜ ଗ୍ରହଣ କରିବ ସେ ବିଷୟରେ ସେ ଚିନ୍ତା କରିବା ଆରମ୍ଭ କରେ। ମନେକର ମୁଁ ସ୍କୁଲ କ୍ଲାସକୁ ଗଲି, ସେ ଏ କ୍ଲାସରେ ମୁଁ ଭଲ ପାଠ ପଢ଼ିବି ତ ମୋତେ ଶିକ୍ଷକ ଅଧିକା ଗୁରୁତ୍ୱ ଦେବେ। ତ ଏଇ ବିଷୟରେ ତାଙ୍କର ପ୍ରି କନଭେନସନାଲ ଭାବିଲେ, ଚିନ୍ତା ନିଜେ ଚିନ୍ତା କଲେ ସିଏ। ତାପରେ କନଭେନସନାଲ କହିଲେ କ'ଣ? ଗୋଟେ ସିଏ କ୍ଲାସରେ ଭଲ ପିଲା ହେଇଗଲେ। ପୋଷ୍ଟ କନଭେନସନାଲ କହିଲେ କ'ଣ? ନେଲା ସେମାନେ ଅଲରେଡ଼ି ଜିନିଷଟା କନସିଡର କଲେ ଯେ ଏଇ ଜିନିଷଟା ମୁଁ କଲେ ନିଶ୍ଚୟ ଆଗକୁ ଯାଉଛି, ତ ଏଇ ଜିନିଷ ସେ କେମିତି ଭଲ ସେ ଗ୍ରହଣ କରିବେ ସେ ଚିନ୍ତା କରିବେ। ତ 3ଟା ମନେ ରଖ, ଗୋଟେ ପ୍ରି କନଭେନସନାଲ, କନଭେନସନାଲ, ପୋଷ୍ଟ କନଭେନସନାଲ। ନେକ୍ସଟ ଦେଖିବା ବିଏଫ୍ ସ୍କିନର ହେଲା। ଇଏ ଇମ୍ପୋର୍ଟାଣ୍ଟ, ପିଲା ପରୀକ୍ଷାରେ ପଡ଼େ। ଅପାରେଣ୍ଟ କଣ୍ଡିସନିଂ କରିଥିଲେ କିଏ? ବିଏଫ୍ ସ୍କିନର। ବିଏଫ୍ ସ୍କିନର କ'ଣ କରିଥିଲେ? ଅପାରେଣ୍ଟ କଣ୍ଡିସନିଂ କରିଥିଲେ। ଠିକ୍ ଅଛି। ସ୍କିନର ଯେଉଁ ରିଇନଫୋର୍ସମେଣ୍ଟ କହିଥିଲେ ଆଉ ପନିଶମେଣ୍ଟ ଦ୍ୱାରା ବିହେଭିଅର ଚେଞ୍ଜ ହେଇଥାଏ ବୋଲି ସେ କ'ଣ କରିଥିଲେ? ସେ କ'ଣ କହିଥିଲେ? ପନିଶମେଣ୍ଟ ଦ୍ୱାରା ଆଉ ରିଇନଫୋର୍ସମେଣ୍ଟ ଦ୍ୱାରା, ପୁନର୍ବଳନ ଆଉ ଦଣ୍ଡ ଦ୍ୱାରା କ'ଣ ହୁଏ? ବିହେଭିଅରଟା ପିଲାମାନଙ୍କର ଚେଞ୍ଜ ହେଇଯାଏ। ଠିକ୍ ଅଛି। ସେ କାହା ଉପରେ ଏକ୍ସପେରିମେଣ୍ଟ କରିଥିଲେ? ମୂଷା ଉପରେ ଏକ୍ସପେରିମେଣ୍ଟ କରିଥିଲେ। ପଡ଼ିବ ସଟାଇ ବି। ତ ବିଏଫ୍ ସ୍କିନର କାହା ଉପରେ ଏକ୍ସପେରିମେଣ୍ଟ କରିଥିଲେ? ମୂଷା ଉପରେ ଏକ୍ସପେରିମେଣ୍ଟ କରିଥିଲେ। ଠିକ୍ ଅଛି। ଲରେନ୍ କୋଲବର୍ଗ ଏଇଟା ଦେଇଛି। କନଭେନସନାଲ, ପ୍ରି ପୋଷ୍ଟ କନଭେନସନାଲ ଆଉ ଗୋଟେ ପ୍ରି କନଭେନସନାଲ। ଠିକ୍ ଅଛି। ସିରିଏଲ ନାହିଁ, ଟିକେ ଆଡଜଷ୍ଟ କରିଦିଅ। ନେକ୍ସଟ ଦେଖିବା ପିଲେ କ'ଣ ଦେଇଛି ଗାର୍ଡିଆନଙ୍କ ବିଷୟରେ। ତ ଗାର୍ଡିଆନଙ୍କ ବିଷୟରେ କ'ଣ କରିଥିଲେ? ସିଏ ମଲ୍ଟିପୁଲ ଇଣ୍ଟେଲିଜେନ୍ସ କରିଥିଲେ। ମଲ୍ଟିପୁଲ ଇଣ୍ଟେଲିଜେନ୍ସ କ'ଣ କିଏ କରିଥିଲେ? ଗାର୍ଡିଆନର କରିଥିଲେ ହେଲା। ସିଏ କ'ଣ କହିଥିଲେ? 8ଟା ପର୍ଯ୍ୟାୟ ରହିଛି ହେଲା। ଲିଙ୍ଗୁଇଷ୍ଟିକ, ଲଜିକାଲ, ମସ୍କୁଲାର ହେଲା, ସ୍ପିରିଚୁଆଲ, କାଇନାଷ୍ଟେଟିକ ହେଲା, ଏକ୍ସେଟ୍ରା ଏକ୍ସେଟ୍ରା ସବୁ ଜାଣିବା ପାଇଁ କି କ'ଣ ବ୍ୟବହାର କରୁଥିଲେ? ଏଇ ଗାର୍ଡିଆନର କହିଥିଲେ ମଲ୍ଟିପୁଲ ଇଣ୍ଟେଲିଜେନ୍ସ। ସଠିକ୍ ମନେ ରଖ, ମଲ୍ଟିପୁଲ ଇଣ୍ଟେଲିଜେନ୍ସ କିଏ କହିଥିଲା? ଗାର୍ଡିଆନର କହିଥିଲେ। ତାପରେ ଦେଖିବା ବେଞ୍ଜାମିନ ବ୍ଲୁମ। ବେଞ୍ଜାମିନ ବ୍ଲୁମ, ଏ ବେଞ୍ଜାମିନ ବ୍ଲୁମ୍ସ କ'ଣ କହିଥିଲେ? ବ୍ଲୁମ୍ସ ଟ୍ୟାକ୍ସୋନମି କହିଥିଲେ। କ'ଣ କହିଥିଲେ? ବ୍ଲୁମ୍ସ ଟ୍ୟାକ୍ସୋନମି ବେଞ୍ଜାମିନ ବ୍ଲୁମ କହିଥିଲେ। ଏଇଆକୁ 3ଟା ଭାଗରେ ବିଭକ୍ତ କରିଛନ୍ତି। କ'ଣ କ'ଣ? କଗ୍ନିଟିଭ, ଆଫେକ୍ଟିଭ ଆଉ ଗୋଟେ ସାଇକୋମୋଟର। କ'ଣ କ'ଣ? କଗ୍ନିଟିଭ, ଆଫେକ୍ଟିଭ ଆଉ ଗୋଟେ ସାଇକୋମୋଟର। ଏଇ ଯେଉଁ କଗ୍ନିଟିଭ ଡେଭଲପମେଣ୍ଟ କହିଲେ କ'ଣ? ଜ୍ଞାନ ଆଉ ବୁଦ୍ଧିକୁ ବୁଝେଇବ, ଯେଉଁଟା ହେଡ୍ରୁ ହୋଇଥାଏ। ଠିକ୍ ଅଛି। କଗ୍ନିଟିଭ ଡେଭଲପମେଣ୍ଟ। ଆଫେକ୍ଟିଭ କହିଲେ କ'ଣ? ଯେଉଁଟା ହାର୍ଟରୁ ହୋଇଥାଏ, ସେଇଟା ହେଉଛି ଭାବନା ଆଉ ଆଟିଚ୍ୟୁଡ଼ ଦ୍ୱାରା ହେଇଥାଏ ଆଫେକ୍ଟିଭ। ଆଉ ଗୋଟେ କ'ଣ? ସାଇକୋମୋଟର। ସାଇକୋମୋଟର କେଉଁଥିରୁ ହୁଏ? ହ୍ୟାଣ୍ଡ ଦେବା, ହାତରେ କରିକି କୌଣସି ଜିନିଷ ସ୍କିଲ୍ଟା, ତାକୁ ସାଇକୋମୋଟର ବୋଲି କୁହାଯାଏ। ନେକ୍ସଟ ଦେଖିବା କ'ଣ? ପାଭଲଭ। ପାଭଲଭ କ'ଣ କରିଥିଲେ? କ୍ଲାସିକାଲ କଣ୍ଡିସନିଂ କରିଥିଲେ। ପାଭଲଭ କ'ଣ କରିଥିଲେ? କ୍ଲାସିକାଲ କଣ୍ଡିସନିଂ। ତାହେଲେ ଫାଷ୍ଟରୁ ଆଉ ଟିକେ କହିଦେଉଛି ମୁଁ କ'ଣ କ'ଣ କରିଥିଲେ। ଜିଏନ୍ ପିଆଜେ କ'ଣ କରିଥିଲେ? କଗ୍ନିଟିଭ ଡେଭଲପମେଣ୍ଟ। ଲେ ଭାଇଗଟ୍ସକି କ'ଣ ଥିଲେ? ସୋସିଆଲ କନଷ୍ଟ୍ରକ୍ଟିଭିଜମ କରିଥିଲେ। କୋଲବର୍ଗ କ'ଣ କରିଥିଲେ? ମୋରାଲ ଡେଭଲପମେଣ୍ଟ କରିଥିଲେ। ବିଏଫ୍ ସ୍କିନର କ'ଣ କରିଥିଲେ? ଅପାରେଣ୍ଟ କଣ୍ଡିସନିଂ କରିଥିଲେ। ହାର୍ଡୱାର ଗାର୍ଡିଆନର କ'ଣ କରିଥିଲେ? ମଲ୍ଟିପୁଲ ଇଣ୍ଟେଲିଜେନ୍ସ କରିଥିଲେ। ବେଞ୍ଜାମିନ ବ୍ଲୁମ କରିଥିଲେ କ'ଣ? ବ୍ଲୁମ୍ସ ଟ୍ୟାକ୍ସୋନମି କରିଥିଲେ। ଠିକ୍ ଅଛି। ଏବେ ଦେଖିବା କ'ଣ? ଆଇଏନ୍ ପାଭଲଭ ହେଲା। ପାଭଲଭ କ'ଣ କରିଥିଲେ ନା କ୍ଲାସିକାଲ କଣ୍ଡିସନିଂ କରିଥିଲେ। ସିଏ ଗୋଟେ କ'ଣ କରିଥିଲେ? ଡଗ୍କୁ ନେଇକି ଏକ୍ସପେରିମେଣ୍ଟ କରିଥିଲେ। ମୂଷାକୁ ନେଇକି ଏକ୍ସପେରିମେଣ୍ଟ କରିଥିଲା।
बीएफ स्किनर करते ठीक अच्छे बीएफ स्किनर करता मूषा को लेकिन आईएन पाब्लोव करता कौन को लेकिन कुकुर को लेकिन करता सी कौन कही स्टिमुलस एंड रेस्पॉन्स थ्योरी करता माने जितेबाला सी गोटे कुकुर को घंटी बजेगी खाइबा को देला से कुकुर कौन भाविला घंटी बाजिले मते खाइबा को मिलूची तापर से धीरे धीरे एमती खाइबा देले तापर किसी समय कौन कले सी घंटी बजेले किंतु खाइबा को देले नाही सेही समय किंतु कौन होला हठात पाटिरु तार लाल गलिला तो एटा हूँ तार कॉन्सेप्ट कौन स्टिमुलस एंड रेस्पॉन्स थ्योरी एटारे स्टिमुलस भाव की काम कला बेलटा काम कला आउ रेस्पॉन्स कौन होला लाल बाहरटा काम कला ठीक अच्छे तो आईएन पाब्लोव कौन करते क्लासिकल कंडीशनिंग करथिले ठीक अच्छे नेक्स्ट पिले कौन रहिला टिके रो मु नोटटा बाहर करछि तापर देखिबा थॉर्नडाइक कौन करथिले से लॉ फॉर लर्निंग सॉरी हाँ लॉ फॉर लर्निंग करथिले जेमति कि लॉ फॉर लर्निंग रे तीन बार से करथिले लॉ फॉर रेडीनेस हला लॉ फॉर एक्सरसाइज लॉ फॉर इफेक्टिव कौन कौन करथिले लॉ फॉर रेडीनेस लॉ फॉर एक्सरसाइज लॉ फॉर कौन इफेक्ट तो नेक्स्ट देखिबा कौन इंटेलिजेंस एंड पर्सनालिटी बुद्धि आ विभक्ति जो कौन होइतला हार्वर्ड गार्डनर विषय देखिबा हार्वर्ड गार्डनर कौन करथिले पहिले कहउतले गोटे पूर्व मल्टीपल इंटेलिजेंस करथिले ठीक अछि से से कौन करथिले म्यूजिकल करथिले वर्चुअल करथिले स्पिरिचुअल करथिले मैथमेटिकल करथिले इंटरपर्सनल करथिले हला नेचुरलिज्म करथिले बॉडीली काइनेस्टिक करथिले हला लॉजिकल थिंकिंग करथिले तो एई भली आठटा भाबरे से विभक्त करथिले किए हार्वर्ड गार्डनर करथिले चार्ल्स स्पियरमैन एबे नहीं देखिबा तो जो स्पियरमैन आइथिले से कौन थे टू फैक्टर थ्योरी जनक थे मल्टीपल इंटेलिजेंस जनक किए गार्डनर टू फैक्टर थ्योरी जनक किए चार्ल्स स्पियरमैन टू फैक्टर थ्योरी कहले कौन जी आउ एस जी फैक्टर आउ एस फैक्टर है जेनेराल टू स्पेसिफिक ठीक अच्छे तापरे रॉबर्ट स्टेनबर्ग से थ्योरी ऑफ इंटेलिजेंस करते कौन करते थ्योरी ऑफ इंटेलिजेंस की करते रॉबर्ट स्टेनबर्ग तापर देखिबा मास्लो कौन करते आत्मा शांति पाई कि गोटे पिरामिड करते ठीक अच्छे कि करतला मास्लो नेक्स्ट प्ले कौन रहा बेंजामिन ब्लूम कौन करते ब्लूम्स टैक्सोनॉमी ऑलरेडी मु कही देछि तो डायरेक्ट जो जेडपीडी आसे तो की करतला ताकू भाइगर्स की आंसर आसीबो जदि स्टेज बेस्ड आसिला ताले पियाजर सेंसरी मोटर आसीबो ठीक अच्छे जदि एप्लिकेशन बेस्ड आसिला ताले सेटा स्कैफोल्डिंग आसीबो ठीक अच्छे पिला बुझी पाइल तो एतिकी ही इम्पोर्टाट परीक्षा रे आसे तो देखी दिए टिके आउ कौन रहिला हेई परिबो हाँ जीन पियाजे विषय देखिए एथरक जीन पियाजे कौन करते जो बौद्धिक विकास करते से गोटे स्कीमा करते आडप्टेशन करते आसिमिलेशन करते आकोमोडेशन करते से जो जिन सब कौन स्कीमा कहले कौन परीक्षा पड़े मनीष निज मस्तिष्क ज्ञानर छोट छोट पैकेट यहाँ हूँ स्कीमा आडप्टेशन कहले कौन यह दी भाई विभक्त गोटे आसिमिलेशन गोटे आकोमोडेशन कौन कौन गोटे आसिमिलेशन गोटे आकोमोडेशन ठीक अच्छे आसिमिलेशन कहले कौन नुआ ज्ञान को पुराना सहित मिसेइबा होची आसिमिलेशन कौन कौन नुआ ज्ञान को पुराना ज्ञान सहित मिसेइबा से होची आसिमिलेशन आ पुराना ज्ञान को बदलाई कि नुआ ज्ञान शिखिले सेटा कौन हम आकोमोडेशन हम ठीक अच्छे ताले आसिमिलेशन कौन नुआ ज्ञान को पुराना ज्ञान सहित मिसेइबा होची आसिमिलेशन पुराना ज्ञान को बदलाई नुआ ज्ञान शिखिबा होची आकोमोडेशन ठीक अच्छे स्कैफोल्डिंग तो ऑलरेडी मुझे कही पिला गोटे अस्थायी साहाय्य करवा स्कैफोल्डिंग एमकेओ कौन मोर नॉलेजेबल अदर जो मैंने पिला जो व्यक्ति पिला अधिक जानी था लॉरेन कोलबर्न को विषय में ऑलरेडी कही सारे पिला दंडर बचाई पुरस्कार कथा मानवा हूँ प्री ऑपरेशनल कन्वेंशनल हूँ कौन सामाजिक नियम मानवा हूँ कन्वेंशनल निजर विवेक और मानविकता अनुसार निष्पत्ति ना हूँ पोस्ट कन्वेंशनल तार प्री कन्वेंशनल कौन पिला माने दंडरू वंचित में पुरस्कार कथा मानवे ये हूँ प्री कन्वेंशनल कन्वेंशनल कौन सामाजिक नियम पाई कथा माने सी हूँ कन्वेंशनल
आ पोस्ट कन्वेंशनल कौन निजर विवेक आ मानविकता अनुसार निष्पत्ति नेबा होची कन्वेंशनल। ठीक अच्छे बीएफ स्किनर कौन करते ऑपरेंट कंडीशनिंग तांको मतरे कौन है पुनर्बलन माध्यम शिक्षा होची कौन बीएफ स्किनर कर ऑपरेंट कंडीशनिंग। क्लासिकल कंडीशनिंग की करतला आईएन पावलोव। ट्रायल एंड एरर की करतला ईएल थॉर्नडाइक। लॉ ऑफ रेडीनेस की कौन माने शिखिबा पूर्व पिला माने प्रस्तुति होबा दरकार। लॉ ऑफ एक्सरसाइज कहले कौन अभ्यास नियम बारंबार अभ्यास कले शिक्षण दृढ़ हुए। लॉ ऑफ इफेक्टिव कौन फलाफल शिक्षण फल जनक संतोषजनक हुए थाए। बेंजामिन ब्लूम कौन करते बेंजामिन ब्लूम्स टैक्सोनॉमी करते सी तीन भितर करते कॉग्निटिव अफेक्टिव आउ साइकोमोटर। कॉग्निटिव कौन मानसिक जमी ज्ञान बुझा बुझा आ गए प्रयोग। अफेक्टिव कौन आवेग मनोभाव। साइकोमोटर कहले कौन शारीरिक कौशल। ठीक अच्छे तापर हार्डवेयर गार्डेनर सी कौन करते 8 भाग व्यक्त करते संगीत गणित भाषा खेलकूद सब जिनस गला। ठीक अच्छे पिले आउ कौन रहा मल्टीपल इंटेलिजेंस की करते हार्डवेयर गार्डेनर करते। स्पीयरमैन कौन करते चार्ल्स स्पीयरमैन कौन करते जी फैक्टर एस फैक्टर करते। स्टेनबर्ग कौन करते ट्रायोस्टेटिक थ्योरी करते। अब्राहम मास्लो कौन करते आवश्यकता श्रेणी विभागीकरण करते। बेंजामिन ब्लूम्स गला। एरिक्सन हूँ कौन करते मनोसामाजिक विकास करते। डिस्कवरी लर्निंग की करते जेरोनम ब्रूनर। डिस्कवरी लर्निंग जेरोनम ब्रूनर। मारिया मोंटेसरी कौन करते किंडरगार्टन मेथड आउ प्लेवे मेथड। प्लेवे आउ किंडरगार्टन करतला किए मारिया मोंटेसरी आउ फ्रोबेल। फ्रोबेल करतला प्लेवे मारिया मोंटेसरी किंडरगार्टन। ठीक अच्छे पिले तो आमे नेक्स्ट या को नेकी किछिटा थियोरी क्लास सॉरी क्वेश्चन क्लास में अपलोड कर देउची। आपण थियोरी क्लास देख सला परे से मॉक टेस्ट दे पारिबे। एतिके रहली धन्यवाद।